ଭାରତୀୟ ଦିନିକିଆ କ୍ରିକେଟ ଦଳର ଉପ ଅଧିନାୟକ ଶ୍ରେୟସ ଆୟର ନିଜର ଆଘାତ ସମ୍ପର୍କରେ ଏକ ସକାରାତ୍ମକ ସୂଚନା ଦେଇଛନ୍ତି। ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ସମୟରେ ତାଙ୍କ ପଞ୍ଜରାରେ ଆଘାତ ଲାଗିଥିଲା। ଆଭ୍ୟନ୍ତରୀଣ ରକ୍ତସ୍ରାବ ଓ ପଞ୍ଜରାରେ ଆଘାତ କାରଣରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି ହେବାକୁ ପଡ଼ିଥିଲା। ବର୍ତ୍ତମାନ ଆୟର ସାମାଜିକ ମାଧ୍ୟମରେ ଏକ ବାର୍ତ୍ତା ଦେଇ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇବା ସହ ମୁଁ ଧୀରେ ଧୀରେ ସୁସ୍ଥ ହେଉଛି ବୋଲି କହିଛନ୍ତି। ଆୟର ଇନଷ୍ଟାଗ୍ରାମରେ ଲେଖିଛନ୍ତି, ମୁଁ ବର୍ତ୍ତମାନ ସୁସ୍ଥତା ପ୍ରକ୍ରିୟାରେ ଅଛି ଏବଂ ପ୍ରତିଦିନ ଭଲ ଅନୁଭବ କରୁଛି। ଆପଣମାନଙ୍କ ଭଲ ପାଇବା, ସମର୍ଥନ ଓ ଶୁଭେଚ୍ଛା ପାଇଁ ମୋର ହୃଦୟସ୍ପର୍ଶୀ ଧନ୍ୟବାଦ। ଏହା ମୋ ପାଇଁ ବହୁତ ଅର୍ଥ ରଖେ। ମୋ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା ଲାଗି ଧନ୍ୟବାଦ ବୋଲି ଆୟର ଲେଖିଛନ୍ତି। ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ କହିଛନ୍ତି ଯେ ଶ୍ରେୟସ ଏବେ ଦ୍ରୁତ ଗତିରେ ସୁସ୍ଥ ହେଉଛନ୍ତି। ଡାକ୍ତରଙ୍କ ଆଶାଠାରୁ ସେ ଅଧିକ ଗତିରେ ସୁସ୍ଥ ହେଉଛନ୍ତି। ଏନେଇ ବିସିସିଆଇ ଭାରତୀୟ ଦଳର ଡାକ୍ତର ରିଜୱାନ ଖାନଙ୍କ ସହିତ ନିୟମିତ ଯୋଗାଯୋଗରେ ରହିଛି। ତାଙ୍କର ଆଘାତ ଗୁରୁତର ଥିଲା। ସେ ସୁସ୍ଥ ହେଉଛନ୍ତି ଓ ବିପଦମୁକ୍ତ ଅଛନ୍ତି ବୋଲି ସାଇକିଆ କହିଛନ୍ତି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ସମୟରେ ଆଲେକ୍ସ କେରୀଙ୍କ ବ୍ୟାକୱାର୍ଡ ପଏଣ୍ଟରେ ଏକ କ୍ୟାଚ୍ ନେବା ଲାଗି ଆୟର ପଛକୁ ଦୌଡ଼ିଥିବା ବେଳେ ଆଘାତ ପାଇଥିଲେ। ଏହି ସମୟରେ ପଡ଼ିଯିବାରୁ ତାଙ୍କ ବାମ ପଞ୍ଜରା ଆଘାତ ହୋଇଥିଲା। ବିସିସିଆଇଙ୍କ ରିପୋର୍ଟ ତାଙ୍କ ପଞ୍ଜରା ଫାଟି ଯାଇଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କୁ ସିଡନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ଯୋଗୁଁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ବର୍ତ୍ତମାନ ଆୟରଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ସେ ଆଇସିୟୁରେ ବାହାରି ସାଧାରଣ ୱାର୍ଡରେ ରହିଛନ୍ତି। ଆଶା କରିବି ଆପଣମାନେ ସବୁ ଅପଡେଟ୍ ପାଇପାରିଥିବେ। ତ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆମର ଚ୍ୟାନେଲ ସହ ଯୋଡ଼ି ହୁଅନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରି ନୋଟିଫିକେସନ୍ ବେଲକୁ ଦବାଇକି ଅଲ୍ ସିଲେକ୍ଟ କରିଦିଅନ୍ତୁ। ଜୟ ଜଗନ୍ନାଥ।